संपर्क बजारे ସେହି ବ୍ୟକ୍ତି ସବୁବେଳେ ଏକା ରହିଯାଏ ଯାହାର ହୃଦୟ ସଫା ଥାଏ। ଆଜିକାଲି ପ୍ରେମର ବଡ଼ ଅଜବ ନିୟମ ଯେ ଯେତେ ମିଛ କହିପାରିବ ଲୋକ ତାର ସେତେ ଦିବାନା ହେବେ। ଲୁହ ମଣିଷର ହେଉ ବା ପଶୁର, ଏହା ସେତେବେଳେ ବାହାରକୁ ଆସେ ଯେବେ ହୃଦୟରେ ବହୁତ ସାରା ଦୁଃଖ ଥାଏ। କୌଣସି ନାରୀର ଯଦି ଚରିତ୍ର ଜାଣିବାକୁ ଚାହୁଁଛ ତେବେ ଧ୍ୟାନ ଦିଅ ସେ କେମିତି ଲୋକଙ୍କ ସହ ମିଶୁଛି। ଯେପର୍ଯ୍ୟନ୍ତ ତୁମେ କାହା ପଛରେ ପଡ଼ିଥିବ ସେ ପର୍ଯ୍ୟନ୍ତ ତୁମେ ନିଜ ଜୀବନରେ କିଛି ବଡ଼ ସଫଳତା ପାଇବନି। ଜଣେ ନାରୀର ପ୍ରେମ ସେତେବେଳେ ଆହୁରି ବଢ଼ିଯାଏ ଯେବେ ପୁରୁଷ ତା ଅନୁପସ୍ଥିତିରେ ବି କେବଳ ତାର ହୋଇ ରୁହେ। ଜୀବନରେ ସବୁ କିଛି ଆଉ ଥରେ ମିଳିଯାଇପାରେ, ହେଲେ ସମୟ ସହ ହରାଇଥିବା ସମ୍ପର୍କ ଆଉ ଭରସା ପୁଣି ଥରେ ମିଳିପାରି ନଥାଏ। ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ, କାହିଁକି ନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ନୀରବତା ମଣିଷର କମଜୋରି ନୁହଁ, ବଡ଼ପଣ ହୋଇଥାଏ। ନହେଲେ ଯାହାକୁ ସହି ଆସିଛି ତାକୁ କହି ବି ଆସିଛି। ଭଗବାନ ଆମକୁ ତାହା ଦିଅନ୍ତି ନାହିଁ ଯାହା ଆମକୁ ଦରକାର, ଭଗବାନ ଆମକୁ ତାହା ଦିଅନ୍ତି ଯାହା ଆମ ପାଇଁ ଦରକାର। ଯଦି କୌଣସି ସମ୍ପର୍କରେ ଝଗଡ଼ା ନ ହୁଏ ତେବେ ବୁଝିଯାଅ ସମ୍ପର୍କ ହୃଦୟରୁ ନୁହେଁ ଦିମାଗରେ ଚାଲିଛି। ଯେବେ ଆମେ ସମ୍ପର୍କ ପାଇଁ ସମୟ କାଢ଼ି ପାରିନଥାଉ ସେତେବେଳେ ସମୟ ଆମ ଭିତରୁ ସମ୍ପର୍କ କାଢ଼େନି। କାଚ ଆଉ ସମ୍ପର୍କ ଉଭୟ ବହୁତ ସୂକ୍ଷ୍ମ ହୋଇଥାଏ। ଉଭୟଙ୍କ ଭିତରେ କେବଳ ଗୋଟିଏ ଫରକ ଥାଏ, କାଚ ଭୁଲରେ ଭାଙ୍ଗେ ଆଉ ସମ୍ପର୍କ ଭୁଲ ବୁଝାମଣାରେ। ନିଶା ମଦରେ ହେଉ ବା ପ୍ରେମର, ହୋସ ତ ଉଭୟର ନଥାଏ। ଫରକ କେବଳ ଏତିକି, ମଦ ଶୁଆଇଥାଏ ଆଉ ପ୍ରେମ କନ୍ଦେଇ ଦିଏ। ଜୀବନର ରାସ୍ତା ପ୍ରାୟ ଏମିତି ହୋଇଥାଏ, ପସନ୍ଦ ଜଣେ ଥାଏ ହେଲେ ଭାଗ୍ୟରେ ଆଉ ଜଣେ ଥାଏ। ମୁହଁରେ ଅପ୍ରିୟ କହୁଥିବା ଲୋକ ଧୋକା ଦିଏନି, ମିଠା କହୁଥିବା ଲୋକକୁ ଡରିବା କଥା। ସେହି ମଣିଷ ସହ ସମ୍ପର୍କରେ କେବେ ବି ରୁହନି ଯାହାକୁ ତୁମେ ଥିବା ନଥିବାରେ କିଛି ଫରକ ବି ପଡ଼େନି। ଯଦି ତାଠୁ ପ୍ରେମ ନ ମିଳେ ଯାହାକୁ ତୁମେ ପସନ୍ଦ କରୁଛ ତେବେ ତାକୁ ପସନ୍ଦ କର ଯିଏ ତୁମକୁ ପ୍ରେମ କରୁଛି। କାହିଁକି କେଜାଣି ବାଲି ପରି ଖସି ଯାଆନ୍ତି ସେ ଲୋକ ହାତ ମୁଠାରୁ ଯାହାକୁ ଆମେ ଜୀବନ ଭାବି ହରାଇବାକୁ ଚାହିଁ ନଥାଉ। ସମ୍ପର୍କ ତାହା ନୁହେଁ ଯେଉଁଥିରେ ଆଟିଚ୍ୟୁଡ ଆଉ ଇଗୋ ଥାଏ। ସମ୍ପର୍କ ତ ତାହା ଯେଉଁଠି ଜଣେ ରୁଷିବା ପରେ ଏକ୍ସପର୍ଟ ଆଉ ଜଣେ ମନେଇବାରେ ପରଫେକ୍ଟ। କୌଣସି ବି ମଣିଷ ସବୁବେଳେ ଏକା ପରି ନଥାଏ। ସମୟ ପରିସ୍ଥିତି ଆଉ ଲୋକମାନେ ତାକୁ ବଦଳିବାକୁ ବାଧ୍ୟ କରିଦିଅନ୍ତି। ଯେବେ ସମ୍ପର୍କ ନୂଆ ଥାଏ ସେତେବେଳେ ଲୋକ କଥା ହେବାର ବାହାନା ଖୋଜନ୍ତି, ଆଉ ଯେତେବେଳେ ସମ୍ପର୍କ ପୁରୁଣା ହୋଇଯାଏ ସେତେବେଳେ ଲୋକ ଦୂରେଇ ଯିବାର ବାହାନା ଖୋଜନ୍ତି। ନିଜ ଉପରେ ଭରସା କରିବାର କଳା ଶିଖିଯାଅ, କାରଣ ସାହାରା କେତେ ବି ମଜବୁତ ହେଉନା କାହିଁକି ଦିନେ ଦିନେ ସାଥ ଛାଡ଼ିଦିଏ। ଚେହେରା କେତେ ବି ସୁନ୍ଦର ହେଉନା କାହିଁକି ବାଣୀ ଯଦି ଅପ୍ରିୟ ଅଛି ତେବେ ଲୋକ ମୁହଁ ଫେରେଇ ହିଁ ନିଅନ୍ତି। ମାନୁଛି ଭଲ ପାଇବା ଜରୁରୀ, କିନ୍ତୁ ଇଜ୍ଜତଠୁ କେବେ ବି ନୁହେଁ। ସେହି ମଣିଷ ଶେଷରେ ଚାଲି ହିଁ ଯାଏ ଯାହା ପାଖରେ ଆମେ ଜରୁରୀଠୁ ଅଧିକ ଯୋଡ଼ି ହୋଇଥାଉ। ଜୀବନରେ ଆପଣ ହସିବା ଶିଖିଯାଆନ୍ତୁ, କାନ୍ଦିବା ତ ଲୋକ ଏଠି ଶିଖେଇ ଦିଅନ୍ତି। ତେଣୁ କିଛି ଲୋକ ଏହା ଭାବି ହସନ୍ତି କାରଣ ସିଏ ଜାଣନ୍ତି କି ତାଙ୍କ ଦୁଃଖ ବୁଝିଲା ଭଳି ଏଠି କେହି ବି ନାହାନ୍ତି। ମୋ ନିଜ ଲୋକ ହିଁ ଚେଷ୍ଟା କଲେ ମୋତେ ପାଣିରେ ବୁଡ଼େଇବା ପାଇଁ, କିନ୍ତୁ ଭଲ ଏହା ହେଲା ମୁଁ ପହଁରା ଶିଖିଗଲି। ପ୍ରେମ ଏମିତି ହୋଇଯାଏ ଭାବିଚିନ୍ତି କରାଯାଇନଥାଏ, କିନ୍ତୁ ହୃଦୟ ଏମିତି ଭାଙ୍ଗି ନଥାଏ, ହୃଦୟକୁ ଭାଙ୍ଗି ଦିଆଯାଇଥାଏ। ପ୍ରେମ ଅଛି ବୋଲି କିଛି ପ୍ରମାଣ ନଥାଏ, ବାସ୍ ତାଙ୍କ ନାଁ ଶୁଣିଦେଲେ ଯଦି ହୃଦୟର ସ୍ପନ୍ଦନ ବଢ଼ିଯାଏ ତାହା ପ୍ରକୃତରେ ପ୍ରେମ ହୋଇଥାଏ। ସେହି ସମ୍ପର୍କ ସୁନ୍ଦର ହୋଇଥାଏ ଯେଉଁଠି ଭଲ ପାଇବା ସହ ଇଜ୍ଜତ ବି ଥାଏ। ମୂଲ୍ୟ ଲୁହର ହୋଇନଥାଏ, ମୂଲ୍ୟ ତାହାର ହୋଇଥାଏ ଯିଏ ଠିକ୍ ସମୟରେ ସେହି ଲୁହକୁ ପୋଛି ଦେଇଥାଏ। ନିଜର ସମ୍ପର୍କକୁ ସବୁବେଳେ ସମୟ ଦିଅନ୍ତୁ, କାରଣ କିଏ ଜାଣିଛି କାଲି ତୁମ ପାଖରେ ସମୟ ଥିବ କିନ୍ତୁ ସମ୍ପର୍କ ନଥିବ। ପ୍ରକୃତରେ ସେହି ସମ୍ପର୍କ ମଜବୁତ ହୋଇଥାଏ ଯେଉଁ ସମ୍ପର୍କ ଧନର ନୁହେଁ ମନରୁ ହୋଇଥାଏ। ଷ୍ଟେସନ ପରି ହୋଇଗଲା ଏହି ଜୀବନ, ଯେଉଁଠି ଲୋକ ତ ବହୁତ ଅଛନ୍ତି କିନ୍ତୁ
ନିଜର କେହି ନୁହନ୍ତି। ଯଦି କାହାକୁ ଭଲ ପାଅ ନାହିଁ ତାକୁ ପ୍ରଥମରୁ ମନା କରିଦିଅ। ଜମା ଟାଇମ୍ ପାସ୍ କର ନାହିଁ। ତୁମେ ସିନା ମଜା ନେବ କିନ୍ତୁ କେହି ହସିବା ଭୁଲିଯିବ। ସମ୍ପର୍କ ଯେପରି ବି ହୋଇଥାଉ, ତିଷ୍ଠି ରହିବା ପାଇଁ ଏ ଦୁଇଟି ଜିନିଷ ଦରକାର। ଗୋଟିଏ ବିଶ୍ୱାସ ଏବଂ ଅନ୍ୟଟି ବୁଝାମଣା। ଏ ଦୁନିଆରେ ଅଜଣା ହୋଇକି ରହିବା ଭଲ, କାରଣ ଏଠି ଲୋକ ଯେତିକି ନିଜର ହୋଇଥାନ୍ତି ତାଠାରୁ ଅଧିକ କଷ୍ଟ ଦେଇଥାନ୍ତି। ଜୀବନ ବାଟରେ ଅନେକ ବାଟୋଇ ସହ ଭେଟ ହୁଏ। କିଏ ଅଗାଢ଼ ପ୍ରେମ ଓ ସ୍ନେହ ଦିଏ, ଆଉ କିଏ ଅମାପ ଅଘାତ ସହ ଧୋକା ଦିଏ। ବାସ୍ତବରେ ଉଭୟଙ୍କୁ କେବେ ଭୁଲି ହୁଏ ନା। ପାଦ ଅଛି ମାନେ କଣ୍ଟା ତ ଫୁଟିବ, କିନ୍ତୁ ଚାଲିବା ବନ୍ଦ ହେବନି। ସମ୍ପର୍କର ମାଳ ଯଦି ଛିଣ୍ଡିଯାଏ ତେବେ ଦ୍ୱିତୀୟ ଥର ଗୁନ୍ଥିଲେ ମଧ୍ୟ ଛୋଟ ହୋଇଯାଏ, କାହିଁକି ନା କିଛି ଭାବନାର ମୋତି ହଜି ଯାଇଥାଏ। ପ୍ରେମ ତ ସଚ୍ଚା, ସେଥିପାଇଁ ଅପେକ୍ଷା ଥାଏ। ନହେଲେ ଆଜିକାଲି ଜମାନାରେ ଜଣେ ପରେ ଜଣେ କେହି ପ୍ରସ୍ତୁତ ଥାନ୍ତି। ଜରୁରୀ ନୁହେଁ କୌଣସି ବଡ଼ ଜିନିଷରେ ବଡ଼ ଆଘାତ ହୋଇଥାଏ। ଛୋଟ ଛୋଟ କଥା ବି ପ୍ରାୟତଃ ବଡ଼ ଆଘାତ ଦେଇଥାଏ। ସମ୍ପର୍କ ପାଇଁ ଯଦି ସମୟ ବାହାର ନ କରିବ, ସମ୍ପର୍କ ସମୟ ମଧ୍ୟରୁ ସମ୍ପର୍କକୁ ବାହାର କରିନେବ। ସବୁବେଳେ ମନେ ରଖିବେ, ଯେପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ ସେ ପର୍ଯ୍ୟନ୍ତ ଲୋକ ଆପଣଙ୍କୁ ଚିହ୍ନୁଥିବେ। ଯେମିତି ଦୀପ ଜଳିବା ପରେ ଦିଆସିଲି କାଠିକୁ ଫିଙ୍ଗି ଦିଆଯାଏ। ସଂସାରର ସମସ୍ତେ ଦିନେ ଚାଲିଯିବା, ଚାହେଁ ସେ ମଣିଷ ହେଉ କି ପ୍ରାତରେ ଉଦୟ ହେଉଥିବା ସୂର୍ଯ୍ୟ ବି ହେଉ। ଜୀବନରେ ଏବେ କାହାରି ପାଖରେ ଅସନ୍ତୁଷ୍ଟି ନାହିଁ କି କାହାଠାରେ ଅଭିଯୋଗ ବି ନାହିଁ। ବାସ୍ ଜୀବନରେ ଏବେ ମତଲବୀ ଲୋକମାନଙ୍କୁ ଅଣଦେଖା କରି ଆଗକୁ ବଢ଼ିବାର ଅଛି। ସମସ୍ତଙ୍କୁ ସବୁ କଥାର ଜବାବ ଦେବା ଜରୁରୀ ନୁହେଁ। ବହୁ ଜାଗାରେ ହୃଦୟକୁ ପଥର କରିଦେବାକୁ ପଡ଼ିଥାଏ, ଅଣଦେଖା କରିବାକୁ ବି ପଡ଼ିଥାଏ। କାହିଁକି ନା ସବୁ ଲୋକ ଆପଣଙ୍କୁ ବୁଝିପାରିବେ ନାହିଁ, ଆଉ ସବୁ ଲୋକଙ୍କୁ ଆପଣ ବୁଝେଇ ପାରିବେ ନାହିଁ। ସେହି ଲୋକକୁ କେବେ କଷ୍ଟ ଦିଅନି ଯିଏ ତୁମକୁ ତା ହୃଦୟରୁ ଭଲ ପାଉଥାଏ। ନଚେତ୍ ଗୋଟେ ଦିନ ଏମିତି ଆସିବ, ହୃଦୟ ତୁମ ପାଖରେ ଥିବ କିନ୍ତୁ ହୃଦୟରୁ ଚାହିଁଲା ବାଲା ତୁମ ପାଖରେ କେହି ନଥିବେ। ଲୁହ ଝରେଇଲେ କେହି ନିଜର ହୋଇନଥାଏ। ଯିଏ ନିଜର ହୋଇଥାଏ ସେ କେବେ କାନ୍ଦିବାକୁ ଦେଇନଥାଏ। ସେହି ପୁଅର ପ୍ରେମ କେବେ ମିଛ ହୋଇନଥାଏ ଯେ ଏହି କଥା ଝିଅଟିକୁ କହିଥାଏ। ଯଦି କେବେ ତୁମକୁ ଆଉ କେହି ପସନ୍ଦ ଆସିଯାଏ, ତୁମେ କିଛି ଚିନ୍ତା ନ କରି ତାହା ସହ ନୂଆ ସମ୍ପର୍କ ଗଢ଼ି ନେବ। ମୋ ଖୁସି ପାଇଁ ବ୍ୟସ୍ତ ହେବ ନାହିଁ, କାରଣ ଯେଉଁଠି ତୁମ ଖୁସି ନାହିଁ ସେଠାରେ ମୁଁ ବି ଖୁସି ନାହିଁ। ଏ ପ୍ରେମ କେତେ ଅଜବ ହୋଇଥାଏ ନା। କେତେ ବି ଦୁଃଖ ଦେଉ କିନ୍ତୁ ଶାନ୍ତି ବି ସବୁବେଳେ ତା ପାଖରୁ ମିଳିଥାଏ। ଏ ଜୀବନ କେବଳ କନ୍ଦେଇ ନଥାଏ, ସେଇ ଲୋକ ତ କନ୍ଦେଇଥାନ୍ତି ଯାହାକୁ ଆମେ ନିଜର ଜୀବନ ବୋଲି ଭାବିଥାଉ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଜୟ ଶ୍ରୀ କୃଷ୍ଣ।